ଗୋଟିଏ ସୁନ୍ଦର ରାଜ୍ୟଟିଏ ଥିଲା। ସେହି ରାଜ୍ୟରେ ଜଣେ ସାହସୀ ରାଜା ଥିଲେ। ସେ ତାଙ୍କ କୁକୁରକୁ ବହୁତ ଭଲ ପାଉଥିଲେ। ସେ ବହୁତ ଲଢ଼େଇ ଜିତିଥିଲେ ଏବଂ ବହୁତ ରାଜ୍ୟ ଜୟ କରିଥିଲେ। ଗୋଟିଏ ଦିନ ତାଙ୍କର ଶତ୍ରୁ ଯୋଜନା ବନେଇ ତାଙ୍କୁ ବନ୍ଦୀ ବନେଇ ନେଲେ। ରାଜାଙ୍କୁ ଏକ ଅଜଣା ଜାଗାରେ ରଖିଦେଲେ, ଯେଉଁଠି ଚାରିଆଡ଼େ ଘନ ଜଙ୍ଗଲ। ତାଙ୍କ ଶତ୍ରୁ ତାଙ୍କୁ ମୁକ୍ତ କରିବା ପାଇଁ ବହୁତ ବଡ଼ ସର୍ତ୍ତ ରଖିଥିଲେ। କିନ୍ତୁ ରାଜକୁମାର ବହୁତ ଚାଲାକ ଥିଲେ। ସେ ତାଙ୍କ କୁକୁରର ସାହାଯ୍ୟ ନେଇ ଦଉଡ଼ିଟିକୁ ଛିଡ଼ାଇ ଦେଲେ ଏବଂ ନିଜ କୁକୁର ସହ ସେହି ଜାଗାରୁ ଦୌଡ଼ି ପଳାଇଲେ। କିନ୍ତୁ ସେ ନିଜର ରାଜ୍ୟକୁ ଯିବାର ରାସ୍ତା ଜାଣିନଥିଲେ। ଅଜଣା ରାଜ୍ୟରେ ସେ କାହାଠାରୁ ରାସ୍ତା ବି ପଚାରି ପାରିଲେ ନାହିଁ। ଅଚାନକ ତାଙ୍କର ମନେ ପଡ଼ିଲା କି କୁକୁର କେତେ ମିଲ ଦୂରରୁ ବି ନିଜର ଘର ଖୋଜିପାରେ। ସେ ତାଙ୍କର କୁକୁରକୁ କହିଲେ, ବୀର, ଆମ ଘରର ରାସ୍ତା ଖୋଜ ଏବଂ ରାଜ୍ୟକୁ ବଞ୍ଚା। ବୀର ପବନକୁ ଶୁଙ୍ଘିଲା ଏବଂ ନିଜର ରାଜ୍ୟର ଦିଶା ଆଡ଼କୁ ଚାଲିଲା। କେତେ ଦିନ ଚାଲିଲା ପରେ ସେ ନିଜର ଦେଶରେ ପହଞ୍ଚିଲା। କେବଳ ବୀର ପାଇଁ ହିଁ ରାଜକୁମାର ନିଜର ରାଜ୍ୟକୁ ଫେରି ପାରିଲେ।